ମୁଁ ମାଧବ ରାଉତ ଏଇ ଗ୍ରାମ ଗଣ୍ଡରପୁର ଗ୍ରାମର ଜଣେ ଖେଳପ୍ରେମୀ। ସାର୍ ଆଜି ଫୋର୍ଥ ଦିନ ଚାଲିଛି, କେମିତି ରହିଛି ଆଜି? ଖେଳ ତ ବହୁତ ମାହୋଲ ଜମୁଛି। ଆପଣ ଦେଖିବେ ପ୍ରତିଦିନ ଆମର ଦର୍ଶକମାନେ ବଢ଼ି ବଢ଼ି ଯାଉଛନ୍ତି। କାହିଁକିନା ଯେତେବେଳେ ପ୍ରଚାର ପ୍ରସାର ହୁଏ ଆପଣମାନଙ୍କ ମାଧ୍ୟମରେ, ସେ ସମୟରେ ଆପଣ ଦେଖିବେ ଦର୍ଶକମାନେ ଅଧିକାରୁ ଅଧିକା ଆସନ୍ତି। ଆଉ ସେଇଟା ବି ପ୍ରକୃତରେ ସେଇଟା ଘଟୁଛି। ଆଉ ଏ ଖେଳ ବହୁତ ଲୋକପ୍ରିୟ ଖେଳ। ଏଇଟା ପ୍ରାୟ ଆମର 10-12 ବର୍ଷ ତଳୁ ଆମର ଖେଳଟା ଏଇଟା ଷ୍ଟାର୍ଟ ହେଇଛି। ସର୍ବଭାରତୀୟ ଖେଳ। ଏଥିରେ ଆମର ଓଡ଼ିଶା ବାହାରୁ ମଧ୍ୟ ଟିମ୍ ଆସି ଏଠାରେ ତାଙ୍କର ଖେଳ ପ୍ରଦର୍ଶନ କରୁଛନ୍ତି, ତାଙ୍କର ଚିତ୍ତାକର୍ଷକ ଖେଳ। ଏବଂ ସେ ଖେଳ ଦେଖିବା ପାଇଁକା କଟକ ଭୁବନେଶ୍ୱର ପାଖାପାଖି ସବୁ ଅଞ୍ଚଳର ପ୍ରାୟ ଲୋକମାନେ ଏଠାକୁ ଆସୁଛନ୍ତି। ଆମର ଭୁବନେଶ୍ୱର ଏଇଠାରୁ ପ୍ରାୟତଃ ପଟିଆ ଏଇଠାରୁ ମାତ୍ର 2.5 କିଲୋମିଟର, ଆମର କଟକ ଏଇଠାରୁ ମାତ୍ର 3 କିଲୋମିଟର, ବାରଙ୍ଗ ଏଇଠାରୁ ମାତ୍ର 5 କିଲୋମିଟର। ତେଣୁକରି ଯେହେତୁ ଏଇଟା ଟ୍ୱିନ୍ ସିଟି ମଧ୍ୟରେ ଏଇଟା ଉପସ୍ଥିତ ଖେଳ ପଡ଼ିଆ, ତେଣୁକରି ଏଠାରେ ସହର ଗାଁ ସମସ୍ତ ଆସିକି ଦର୍ଶକମାନେ ଏଇ ଚିତ୍ତାକର୍ଷକ ଖେଳକୁ ଆମର ଉପଭୋଗ କରୁଛନ୍ତି। ଆଉ ମୁଁ ଏତିକି କହିବି, ଆମ ଗ୍ରାମର ଯେଉଁ ଖେଳାଳି ଭାଇମାନେ ସବୁ ଅଛନ୍ତି ଏବଂ ଯେଉଁମାନେ ଉଦ୍ୟୋକ୍ତା ଅଛନ୍ତି, ତାଙ୍କର ଯେଉଁ ଅକାଳ ପରିଶ୍ରମ, ସେ ଅକାଳ ପରିଶ୍ରମର ଫଳ ଆଜି ଆମେ ଦେଖିବାକୁ ପାଉଛୁ। ମୁଁ ଏଇଥିପାଇଁକା ଖେଳଟା ମୁଁ କହୁଛି, ଦେଖନ୍ତୁ ଏଠାରେ କେତେ ମାତ୍ରାରେ ଦର୍ଶକମାନେ ଉପସ୍ଥିତ ଅଛନ୍ତି। ଆଉ ବହୁତ ମାତ୍ରାରେ ପଇସା ମଧ୍ୟ ଏଠି ଖର୍ଚ୍ଚ ହେଉଛି। ଯେଉଁ ପଇସାଟି ଖର୍ଚ୍ଚ ହେଉଛି ଆପଣ ଦେଖିବେ, ଆମେ ଦର୍ଶକମାନେ ଆମର ଗାଁ ଗହଳି ଲୋକମାନେ ତାଙ୍କର ସ୍ୱଇଚ୍ଛାରେ ଦାନ କରୁଛନ୍ତି। କାହିଁକି ନା ଏଠି ଆମର ବୁଲେଟ୍ର ପ୍ରାଇଜ୍ ରହିଛି, ପ୍ରତିଦିନ ସାଇକେଲର ପ୍ରାଇଜ୍ ରହିଛି, ଏଠାରେ ଆମର ସ୍କୁଟିର ପ୍ରାଇଜ୍ ରହିଛି। ତଥାପି କୌଣସି ମାତ୍ରାରେ ଆମର ଅର୍ଥର ଅସୁବିଧା ହେଉନାହିଁ। ସବୁ ଆମର ସେଇ ଅଞ୍ଚଳବାସୀଙ୍କ ସହଯୋଗରେ ହେଉଛି। ଏବଂ ମୋର ଆଶା ଭରସା ପ୍ରଭୁ ଜଗନ୍ନାଥ ଏହି ଖେଳକୁ, ଏହି ଟିମ୍ କି, ଏହି ଅନୁଷ୍ଠାନକୁ ପ୍ରତିବର୍ଷ ନେଇ ଚାଲିବେ। ମୁଁ ପ୍ରଥମେ ସର୍ବପ୍ରଥମ ଧନ୍ୟବାଦ ଦେବି ଆମର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଏବଂ ଏ ଖେଳର ଯିଏ ଆୟୋଜନ କରୁଛନ୍ତି ଆମର ନବକିଶୋର ରାଉତ ହିରୋ, ସେ ଦୁଇ ଜଣ ପ୍ରଥମେ ସବୁ ଶ୍ରେୟ ଦେବି। ତାଙ୍କର ଏହି ଅକାଳ ପରିଶ୍ରମ ଫଳରେ ଆଜି ଏହି ଟିମ୍ଟି ଏହି ପରିପୂର୍ଣ୍ଣ ରୂପରେ ପରିଣତ ହେଉଛି, ଯାହାଦ୍ୱାରା କି ଅଞ୍ଚଳର ସମସ୍ତ ଖେଳପ୍ରେମୀମାନେ ଏଠି ଆସିକି ଖେଳ ଦେଖୁଛନ୍ତି ଏବଂ ଶାନ୍ତି ଅନୁଭବ କରୁଛନ୍ତି। ବଢ଼ିଆ ଲାଗୁଛି, ମାନେ ଖେଳର ଏତେ ସୁନ୍ଦର ଲାଗୁଛି। ଏଠି ଡେଲି 10,000-20,000 ଲୋକ ହେଉଛନ୍ତି। ଆମ ତ ସର୍ବଭାରତୀୟ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ରାଜ୍ୟସ୍ତରୀୟ ଘୋଷିତ ହୋଇଛି। ଆମର ଏଠି ସବୁବେଳେ ନିଆରା ଭଳିଆ ଲାଗେ। ଆମର ଏଠି ଗ୍ୟାଲେରୀରେ ପ୍ରାୟ 500-600 ଲୋକ ଦେଖନ୍ତି। ଆଉ ଏପଟ ସବୁ ମିଶେଇକି 20,000 ପାଖାପାଖି ଲୋକ। ଆଉ ଯଦି ଭାଇ କିଛି ଡେଭଲପମେଣ୍ଟ ହୁଅନ୍ତା, ଫିଲ୍ଡଟା ବେଟର ହେଇପାରନ୍ତା ବୋଧେ। ନିଶ୍ଚିନ୍ତ ଆମକୁ ଦେଇଛନ୍ତି ଆମର ସୁଶାନ୍ତ ରାଉତ, ଆମ ମାନ୍ୟବର ବିଧାୟକ, ଆମକୁ ଦେଇଛନ୍ତି ଆଶା ଉତ୍ସାହ ଦେଇଛନ୍ତି। ଆଉ ଗୋଟେ ସାଇଡ଼୍ରେ ବି ଆମର ଏପଟରେ ଗୋଟେ ଗ୍ୟାଲେରୀ ହେଇଛି, ଆଉ ଗୋଟେ ଗ୍ୟାଲେରୀ ବି ଏପଟେ ହେବ। ଆମେ ବି ଚେଷ୍ଟା କରୁଛୁ ଜଲ୍ଦି ମାନେ ହେବା ପାଇଁ। ଆମକୁ କଥା ଦେଇଛନ୍ତି, ସେ ଏଇ ବର୍ଷ ନିଶ୍ଚିତ କରିବେ। ହିରୋ ଭାଇଙ୍କ ବିଷୟରେ କ'ଣ କହିବେ? ହିରୋ ଭାଇ ଯେମିତି ତାଙ୍କ ନାଁଟା ହିରୋ, ସିଏ ବି ସେମିତି ହିରୋ। ମାନେ ତାଙ୍କର ସବୁ ପ୍ରଥମ ହେଉଛି ତାଙ୍କର ହେଉଛି ଏଠି ବହୁତ ଅନୁଦାନ, ମାନେ କାମ ଧନ୍ଦା ଛାଡ଼ିକି 8 ଦିନ ପରିଶ୍ରମ ଯେଉଁ କରିଛନ୍ତି, କେମିତି କେଉଁଠୁ ଆସିବ, କେଉଁ MLA କିଏ ଆସିବ, ଭଲ ମନ୍ଦ 8 ଦିନରେ 8ଟା MLA ଆସିବେ, MP ବି ଆସୁଛନ୍ତି। ହିରୋ ଭାଇର ମାନେ କଥା କହିଲେ ବି ତାଙ୍କର ସରିବନି ମାନେ।